ଆଜି ଏହି ଭିଡ଼ିଓରେ ରୋଷେଇ ସମ୍ବନ୍ଧରେ କିଛି ଜାଣିବା କଥା ବା କିଛି ଟିପ୍ସ ଏହି ଭିଡ଼ିଓରେ ଜାଣିବା। ଚାଉଳ ଓ ଡାଲିକୁ ବସାଇବା ପୂର୍ବରୁ ତାକୁ ଭିଜାଇ ରଖିବା ଉଚିତ। ଯେତେବେଳେ ଚାଉଳ କିମ୍ବା ଡାଲି କରୁଛନ୍ତି ତା ଆଗରୁ ଧୋଇ କିଛି ସମୟ ବତୁରି କରି ରଖିଦେଇଥିବେ। ଥଣ୍ଡା ପାଣିରେ ଉଷୁନା ଚାଉଳ ପକାଇ ପାରିବେ, କିନ୍ତୁ ପାଣି ଫୁଟିବା ପରେ ଅରୁଆ ଚାଉଳ ପକାଇବେ। ତରକାରୀ କଲାବେଳେ ଢାଙ୍କିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ତରକାରୀଟି ବସାଇଲା ବେଳେ ଢାଙ୍କୁଣୀ ଦେଇ କିଛି ସମୟ ସିଝିଲା ପରେ ଆପଣ କାଢ଼ି ଦେଖିପାରିବେ ଯେ ତରକାରୀଟି ଭଲ ଭାବରେ ହେଇଛି କି ନାହିଁ। ତେଣୁ ସଠିକ୍ ଭାବରେ ଢାଙ୍କିବା ଉଚିତ। ପରିବା ଓ ମସଲାକୁ ଚାହିଁ ଲୁଣ ପକାଇବା ଉଚିତ। ରୋଷେଇ ଘର ସଫାସୁତୁରା ରଖିବା ସହ ସବୁ ଜିନିଷକୁ ସଜାଡ଼ି ରଖିବା ଉଚିତ, ଯେମିତିକି ରୋଷେଇ କଲାବେଳେ ସବୁ ଜିନିଷ ସହଜରେ ମିଳିପାରିବ। ଯଦି ତରକାରୀ କି ମସଲା ପୋଡ଼ିଗଲା ତେବେ ଚୁଲିରୁ କାଢ଼ିଦେଇ ଆସ୍ତେ ଆସ୍ତେ ଅନ୍ୟ ପାତ୍ରକୁ କାଢ଼ିଦେବେ ଏବଂ ପୋଡ଼ି ଯାଇଥିବା ମସଲା ଫୋପାଡ଼ି ଦେବା ଉଚିତ। ପନିପରିବାକୁ ସିଝାଇ ସେଥିରେ ବଟା ମସଲାକୁ ତେଲ ବା ଘିଅରେ ଭଲ ଭାବରେ କଷି ସେଥିରେ ପାଣି ଦେଇ ତରକାରୀ କରିଲେ ଭଲ ହୋଇଥାଏ। ପରିବାଟି ଅତି ସିଝାଇ ଦେଲେ ତାର ସ୍ୱାଦ ନଷ୍ଟ ହୋଇଯାଇଥାଏ। ତେଣୁ ଏହା ସବୁବେଳେ ଧ୍ୟାନ ଦେବେ ଯେ ପରିବାଟି ଯେମିତି ଭଲ କରି ସିଝିଥିବ, ନା ବେଶୀ କଞ୍ଚା ରହିଥିବ ନା ବେଶୀ ସିଝି ଯାଇଥିବ। ମସଲାକୁ ଅଧିକ ସମୟ କଷିଲେ ତା ପୋଡ଼ିଯିବାର ସମ୍ଭାବନା ଥାଏ। ଯେମିତି ଦେଖିବେ ମସଲାରୁ ତେଲ ବାହାରି ଯାଇଛି, ଜାଣିବେ ଯେ ମସଲାଟି ଠିକ୍ ଭାବରେ କଷି ହୋଇଯାଇଛି। 2ରୁ 4 ଦିନ ଧରି ରହିଥିବା ବାସି ପାଉଁରୁଟିକୁ ନ ଫୋପାଡ଼ି ଏହାକୁ ଚାଲୁଣୀ ଉପରେ ରଖି ଗରମ ପାଣି ଉପରେ ରଖି ଗରମ ପାଣିର ବାମ୍ଫ ମାରିଲେ ପୁଣି ତଟକା ଏବଂ ନରମ ହୋଇଯିବ। ଯଦି ପାଉଁରୁଟିଟି ଶୁଖିଯାଇଛି ତେବେ ଏହାକୁ ଗୁଣ୍ଡ କରି ରଖିଦିଅନ୍ତୁ। ଫ୍ରାଏ କଟଲେଟ୍ ଚପ୍ କାମରେ ଲାଗିଯିବ। ପରିବା କାଟିବା ସମୟରେ ହାତରେ ଦାଗ ଲାଗିଗଲେ ହାତରେ ସାମାନ୍ୟ ଭିନେଗାର ନଚେତ୍ ଲୁଣ ଲେମ୍ବୁ ରସକୁ ଲଗାଇ କିଛି ସମୟ ପରେ ଧୋଇଦେଲେ ଦାଗ ଛାଡ଼ିଯିବ। କେକ୍ ତିଆରି କଲାବେଳେ ଅଣ୍ଡା ନଥିଲେ ତା ବଦଳରେ 2 ଚାମଚ କ୍ଷୀର ଓ 3 ଚାମଚ କର୍ଣ୍ଣଫ୍ଲାୱାର ବ୍ୟବହାର କରନ୍ତୁ। କୌଣସି ଅସୁବିଧା ହେବ ନାହିଁ।